ପୂର୍ତ୍ତ ବିଭାଗର ବେପରୁଆ ନୀତି ଯୋଗୁଁ ପାଣିରେ ବିଲୀନ ହେବାକୁ ଯାଉଛି ଲକ୍ଷ ଲକ୍ଷ ଟଙ୍କାର ଡାଇଭର୍ସନ ରୋଡ୍। ହଁ ଆଜ୍ଞା, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଛତିକୁଡ଼ାଠାରୁ ନର୍ଲାକୁ ସଂଯୋଗ କରୁଥିବା 6 ନମ୍ବର ରାଜ୍ୟ ରାଜପଥ ଚିପୁଲ ନାଳାଠାରେ ବ୍ରିଜ୍ ନିର୍ମାଣ ଓ ବେହେରାପାଟି ନିକଟସ୍ଥ ସାନ୍ଦୁଲ ସେତୁ ନିର୍ମାଣ ପାଇଁ ପାଖାପାଖି 30 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଡାଇଭର୍ସନ ରୋଡ୍ ଏବଂ କଲଭର୍ଟ ଅତି ତରବରିଆ ଭାବରେ 2023 ମସିହା ନଭେମ୍ବର ମାସରେ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଉକ୍ତ 2 ଗୋଟି ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାର 2022-23 ଆର୍ଥିକ ବର୍ଷରେ ପାଖାପାଖି 23 କୋଟି ଅନୁଦାନ ପ୍ରଦାନ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ନାଁ ଧରୁନାହିଁ। କିନ୍ତୁ ବିଗତ ବର୍ଷ ଅତ୍ୟନ୍ତ ତରବରିଆ ଭାବରେ ସାନ୍ଦୁଲ ଓ ଚିପୁଲ ନାଳାଠାରେ କେସିଙ୍ଗାର ଏକ ଠିକା ସଂସ୍ଥା ଜରିଆରେ 2ଟି ଯାକ ଡାଇଭର୍ସନ ରୋଡ୍ ଓ କଲଭର୍ଟ ନିର୍ମାଣ କରି 30 ଲକ୍ଷରୁ ଅଧିକ ସରକାରୀ ଅର୍ଥ ଅପବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ବ୍ରିଜ୍ର ଗୋଟିଏ ପଟେ ରାସ୍ତା କଡ଼ରୁ ମାଟି ଉଠାଇ ନେଇଥିବାରୁ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ପଡ଼ି ରହିଛି। ଅନ୍ୟପଟେ ବିଭାଗୀୟ ଅଧିକାରୀମାନଙ୍କୁ ପଚାରିଲେ ତାର ମ୍ୟାପ୍ ଆସିନାହିଁ ବୋଲି ଉତ୍ତର ରଖିଛନ୍ତି। ଯଦି ମ୍ୟାପ୍ ଆସିନଥିଲା ତାହେଲେ ଲକ୍ଷ ଲକ୍ଷ ଟଙ୍କାର ଡାଇଭର୍ସନ ରୋଡ୍ ଓ କଲଭର୍ଟ କାହା ସ୍ୱାର୍ଥରେ ନିର୍ମାଣ କରାଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହି କାର୍ଯ୍ୟରେ ତତ୍କାଳୀନ ଜଣେ ଅସାଧୁ ଯନ୍ତ୍ରୀ ଓ ଠିକାଦାରଙ୍କ ମିଳିତ ଉଦ୍ୟମରେ ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଚଳିତ ବର୍ଷ ଜୁଲାଇ ମାସ ଶେଷ ହେବାକୁ ବସିଲାଣି। ଯଦି ନଦୀ ଗର୍ଭରେ ବର୍ଷା ପାଣିରେ ଲକ୍ଷ ଲକ୍ଷ ଟଙ୍କାର ରୋଡ୍ ବିଲୀନ ହୋଇଯାଏ ତେବେ ଏତେ ଗୁଡ଼ିଏ ରାଜସ୍ୱ ହାନି ପାଇଁ କେଉଁ ଅଧିକାରୀ ଦାୟୀ ରହିବେ? ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସରକାରୀ ଅର୍ଥ ତୋଷାରପାତ କରିଥିବା ଅଧିକାରୀ ଓ ଠିକା ସଂସ୍ଥାଙ୍କ ବିରୋଧରେ ରାଜ୍ୟ ସରକାର ଓ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହେଉଛି। ନର୍ଲାରୁ ଚିନ୍ତାମଣି ନାୟକଙ୍କ ରିପୋର୍ଟ, ବାସ୍ତବ ଟିଭି।